ବିରୋଧୀ ଦଳ ଯେଉଁ ଭୂମିକା ନେଉଛି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଏଇଟା ତାଙ୍କୁ ଗୋଟେ ଅବସର, ସେମାନେ ରାଜ୍ୟପାଳଙ୍କର ଅଭିଭାଷଣ ଉପରେ ସରକାରଙ୍କୁ ବ୍ୟାପକ ସମାଲୋଚନା କରିପାରନ୍ତି, ସଜେସନ ଦେଇପାରନ୍ତି। କିନ୍ତୁ ସେଇଟା ନ କରିକିରି ଏମାନେ ହାଉସକୁ ଷ୍ଟଲ୍ କରୁଛନ୍ତି। ଏତଦ୍ୱାରା ଏମାନେ ସରକାରଙ୍କୁ ଯେଉଁ ସମାଲୋଚନା କରିବାର ସୁଯୋଗ ପାଇବାର କଥା ସେଥିରୁ ବଞ୍ଚିତ ହେଉଛନ୍ତି। ତାଙ୍କୁ କିଏ ଉପଦେଶ ଦଉଛେ କିଏ ଜାଣେ, ତାକୁ ନମସ୍କାର। ଯିଏ ଉପଦେଶ ଦଉଛି ସେ ବହୁତ ବଡ଼ ବିଜ୍ଞ ଲୋକଟେ ହେଇଥିବ ନିଶ୍ଚିତ ଭାବରେ, ନହେଲେ ଏମିତିଆ ଉପଦେଶ ଦିଅନ୍ତାନି। ଆରେ ଷ୍ଟ୍ରାଟେଜି କ'ଣ ଗୋଟେ, ଏଇଟା ତ ସରକାରୀ ଦଳର ଏଜେଣ୍ଟ ଭଳିଆ କାମ କଲେ। ତୁମେ ଗଭର୍ଣ୍ଣରଙ୍କର ଧନ୍ୟବାଦ ପ୍ରସ୍ତାବରେ ତୁମେ ହାଉସକୁ ଷ୍ଟଲ୍ କଲ, ମାନେ ଚଳେଇଦେଲ ନାହିଁ ମାନେ ତୁମେ କ'ଣ କି ଆଲୋଚନାରେ ଭାଗ ନେଲ ନାହିଁ। ଏଇଟା ଗୋଟେ ତୁମର ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ଥିଲା। ସରକାରକୁ ତୁମେ ସମାଲୋଚନା କରିପାରିଥାନ୍ତ, କ୍ରିଟିସାଇଜ କରିପାରିଥାନ୍ତ। ଯେଉଁ ଧାନର କଥା ତୁମେ କହୁଛ, ୟା ରାଜ୍ୟପାଳଙ୍କର ଅଭିଭାଷଣରେ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି କହିପାରିଥାନ୍ତ ଏବଂ କେମିତି ବୁଦ୍ଧି ନାହିଁ ସରକାରର, କ'ଣ ନାହିଁ ଏସବୁ କଥା କହିପାରିଥାନ୍ତ। କିନ୍ତୁ ସେସବୁ କଥା ନ କରିକି ଏମାନେ ତ ପଳାୟନପନ୍ଥୀ। ଯୋଗାଣ ମନ୍ତ୍ରୀଙ୍କର ଇସ୍ତଫା ମାଗୁଛନ୍ତି, ଏଇଟା ଗୋଟେ ପଲିଟିକାଲ ଷ୍ଟଣ୍ଟ। ଆଉ ସେଥିରେ କ'ଣ 800 ଟଙ୍କା କହିନାହାନ୍ତି, ଟୋଟାଲ କହିଛନ୍ତି 3100 ଟଙ୍କାରେ ଧାନ କିଣା ଯିବ। ଯଦି ସେ ଭିତରେ କେନ୍ଦ୍ର ସରକାର ତାର ଧାନର ରେଟ୍, ପ୍ରକ୍ୟୁରମେଣ୍ଟ ରେଟ୍ ବଢେଇ ଦେଲା, ସେଥିରେ କି କ'ଣ ରାଜ୍ୟ ସରକାର ଦାୟୀ ହେବେ? ଶୁଣ, ଯେତେବେଳେ ଧାନ ରେଟ୍ ଗୋଟିଏ ଥିବ ଏବଂ ଆମେ ତାଙ୍କୁ କହିଥିଲୁ ଆମେ 3100 ଟଙ୍କାରେ ଆମେ କିଣିବୁ, ଆମେ 3100 ଟଙ୍କାରେ 3100 ଟଙ୍କାରେ କିଣୁଛୁ। 3100 ଟଙ୍କାରୁ ଯଦି କମ୍ରେ କିଣନ୍ତୁ ତାହେଲେ ସେମାନେ ଆମ ଉପରେ ଅଭିଯୋଗ କରିପାରନ୍ତି। ସେମାନେ ବହୁ ଅଭିଯୋଗ କରିବେ, ଅଭିଯୋଗର କରନ୍ତୁ। କୋଉ ଚାଷୀଟା ବିଜେଡି ସାଙ୍ଗରେ ଅଛି କହନ୍ତୁ? 100 ଟଙ୍କା ବୋନସ ଦେବା ପାଇଁ ଏମାନେ ସୋହେଲାରେ କହିଥିଲେ, 100 ଟଙ୍କା ବୋନସ ଦେଇପାରିଲେନି। ଏ କଟଣୀ ଛଟଣୀର ଆରମ୍ଭ କୋଉଠୁ ହେଲା? ତାପରେ ଏଇ ଯୋଉ 19 କେଜି ଆଉ 13 କେଜି ସିଷ୍ଟମ କୋଉଠୁ ଆରମ୍ଭ ହେଲା? ଏଟା ସବୁ ବିଜେଡି ସରକାରର ଦେୟ। ଆଉ ଯଦି ବିଜେଡି ସରକାରର ସବୁ ଦେୟ, ତାହେଲେ ଏମାନେ କ'ଣ ପାଇଁ କ୍ରିଟିସାଇଜ କରୁଛନ୍ତି? ଏମାନେ ମୁଁ ଭାବୁଛି ଏମାନେ ଯଦି ବିଧାନସଭାରେ କିଛି କହିବେ ତାହେଲେ ଯୋଉମାନେ ଅଛନ୍ତି ଶାସକ ଦଳର ସଦସ୍ୟ ଏମାନଙ୍କୁ ବେଶୀ ନଙ୍ଗଳା କରିଦେବେ। ସେଇପାଇଁ ଡରରେ ଏମାନେ ହାଉସଟା ହବ। ରୁଲ ଆଣ୍ଡ ପ୍ରୋସିଜିଓରକୁ ଏମାନେ ଯଦି ବାଇହାତ କରିଥିବେ ଏବଂ ତାଙ୍କର ଏକଛତ୍ରବାଦୀ ହିସାବରେ ବିଧାନସଭାକୁ ଚଳାଇବାକୁ ଚେଷ୍ଟା କରିବେ, ସେତେବେଳେ ହାଉସକୁ ଷ୍ଟଲ୍ କରାଯିବ ନା। ଏ ଆଲୋଚନାକୁ ତ ହାଉସରେ ଷ୍ଟଲ୍ କରାଯାଏନି ନା। ଆଲୋଚନା ହଉ, କିଏ ମନା କରୁଛି? କହନ୍ତୁ। ଓଡ଼ିଶାବାସୀ 4 କୋଟି ଓଡ଼ିଆ ଲୋକ ଦେଖୁଛନ୍ତି, ସେମାନେ ନିଷ୍ପତ୍ତି ନେବେ ନା, ମାଲିକ ତ ସେମାନେ।